ବାରମ୍ବାର ତାଗି ସତ୍ତ୍ୱେ ବି ସୁଧୁରିନି ଇସ୍କନ। ଇସ୍କନ ପକ୍ଷରୁ ପୁଣି ଅଦିନିଆ ରଥଯାତ୍ରା ପାଇଁ ପ୍ରଚାର ଆରମ୍ଭ ହୋଇଯାଇଛି। ଆସନ୍ତା 23 ତାରିଖ ରବିବାର ତାଇୱାନରେ ଇସ୍କନ ଆୟୋଜନ କରୁଛି ଅଦିନିଆ ରଥଯାତ୍ରା। ତାଇୱାନର ରାଜଧାନୀ ତାଇପେଇରେ ଭବ୍ୟ ଢଙ୍ଗରେ ରଥଯାତ୍ରା ପାଳନ ନେଇ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ପ୍ରଚାର ହୋଇଛି। ତାଇପେଇର ଜିମ୍ନାଷ୍ଟିକ MRTରେ ରଥଯାତ୍ରା ଆୟୋଜନ ହେଉଛି। ଏଥିରେ ଯୋଗ ଦେବା ପାଇଁ ଇସ୍କନ ଅନୁଗାମୀ ଏବଂ ଜଗନ୍ନାଥ ପ୍ରେମୀଙ୍କୁ ଅନଲାଇନରେ ସୂଚନା ଦିଆଯାଇଛି। ଏ ଅବସରରେ ସାଂସ୍କୃତିକ କୀର୍ତ୍ତନ, ଯୋଗ ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହେବ। ଏହା ସହ ରଙ୍ଗୋଲି ଓ ମନ୍ତ୍ରୋପଚାରରେ ପରିବେଶ କମ୍ପିବ ବୋଲି ଇସ୍କନ ପକ୍ଷରୁ ପ୍ରଚାର କରାଯାଇଛି। ରବିବାର ଅପରାହ୍ନ 3:30 ସନ୍ଧ୍ୟା 6:30 ପର୍ଯ୍ୟନ୍ତ ରଥଟଣା ହେବ। କିଛିଦିନ ତଳେ ଅଦିନିଆ ରଥଯାତ୍ରା ପାଳନ ନ କରିବାକୁ ଗଜପତି ଇସ୍କନ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଥିଲେ। ଅନ୍ୟ 3 ଦିନରେ ରଥଯାତ୍ରା ପାଳନ କରିବା ଅନୁଚିତ ବୋଲି ଗଜପତି ଚିଠିରେ ସ୍ପଷ୍ଟ କରିଥିଲେ। ତଥାପି ସମସ୍ତ ନିର୍ଦ୍ଦେଶକୁ ବେଖାତିର କରି ଇସ୍କନ ମନମାନି ଜାରି ରଖିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ ଦୁନିଆ।